ଓମ୍ ଶାନ୍ତି। ଶିବ ପିତାଙ୍କର ଆଜ୍ଞାକାରୀ ଜ୍ୟୋତି ସ୍ୱରୂପ ଆତ୍ମିକ ସନ୍ତାନମାନଙ୍କୁ ଶୁଭ ସକାଳର ଶୁଭ ଅଭିନନ୍ଦନ, ସୁପ୍ରଭାତ, ସୁସ୍ୱାଗତମ୍। ବର୍ତ୍ତମାନ ସାରା ସଂସାର ଯେତେବେଳେ କି ଦୁଃଖ, ଅଶାନ୍ତି, ରୋଗ, ଶୋକରେ ବୁଡ଼ି ରହିଛି, ସେତେବେଳେ ମନୁଷ୍ୟ ସହିତ ପ୍ରତ୍ୟେକ ପ୍ରାଣୀ ଏପରିକି ପ୍ରକୃତିକୁ ମଧ୍ୟ ସ୍ନେହ ଏବଂ ଶାନ୍ତିର ଆବଶ୍ୟକତା ରହିଛି। ଅନେକ କ୍ଷେତ୍ରରେ ଦେଖାଯାଏ, ଯେଉଁ କାର୍ଯ୍ୟ ବାହୁବଳ ବା ଅର୍ଥବଳ ଦ୍ୱାରା ସିଦ୍ଧ ହୋଇପାରେ ନାହିଁ, ତାହା ସ୍ନେହ ଆଧାରରେ ଅତି ସହଜରେ ପ୍ରାପ୍ତ କରାଯାଇଥାଏ। ହିଂସ୍ର ଜୀବଜନ୍ତୁମାନଙ୍କୁ ମଧ୍ୟ ସ୍ନେହ ଆଧାରରେ ବଶ କରାଯାଇପାରେ। ଶ୍ରୀରାମଚନ୍ଦ୍ର ତାଙ୍କର ଆନ୍ତରିକ ସ୍ନେହ ବଳରେ ପରିବାର ତଥା ରାଜ୍ୟବାସୀଙ୍କୁ ଏପରି ଅଭିଭୂତ କରିଦେଇଥିଲେ ଯେ ତାଙ୍କର ଅନୁପସ୍ଥିତକୁ ସହନ କରିବା ସେମାନଙ୍କ ପକ୍ଷେ ଅତି ଯନ୍ତ୍ରଣାଦାୟକ ହୋଇପଡ଼ିଥିଲା। ସେଥିପାଇଁ କୁହାଯାଇଛି କି ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର, ବୈକୁଣ୍ଠ ସମାନ ପରା ଅଟେ ସେହି ଘର। ପଛେ କାହାକୁ କିଛି ନ ଦିଅ, କିନ୍ତୁ ମିଠା କଥା ପଦା କହିଲେ ସମସ୍ତେ ତୃପ୍ତ ହୋଇଯାଇଥାନ୍ତି। ଥରେ ଜଣେ ବ୍ୟକ୍ତି ତାଙ୍କର ପିଲାଦିନର ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କୁ ସାକ୍ଷାତ କରିବା ପାଇଁ ଯାଇଥାନ୍ତି, ଯିଏକି ସ୍ୱଳ୍ପ ବେତନଭୋଗୀ କର୍ମଚାରୀଟିଏ ଥିଲେ। ଅଚାନକ ତାଙ୍କର ସାକ୍ଷାତ ହୋଇଗଲା ଆଉ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଥିବା ତାଙ୍କର ପିଲାଦିନର ସାଙ୍ଗଙ୍କ ସହିତ। ଉଭୟ ବହୁତ ଖୁସିର ସହିତ କିଛି ମୁହୂର୍ତ୍ତ ବିତାଇଲେ। ବନ୍ଧୁ ତାଙ୍କୁ ତାଙ୍କର ଠିକଣା ପ୍ରଦାନ କରି କହିଲେ, ତୁମେ ସପରିବାର ସମୟ ଦେଖି ନିଶ୍ଚୟ ବୁଲି ଆସିବ, ଆଉ କିଛି ଦିନ ଆମ ପାଖରେ ରହିବା ପାଇଁ ମଧ୍ୟ ଯୋଜନା କରି ଆସିବ ନିଶ୍ଚୟ। ବ୍ୟକ୍ତି ଜଣକ ସମ୍ମତି ପ୍ରଦାନ କରି ପ୍ରଥମ ବନ୍ଧୁଙ୍କ ଘରେ ଯାଇ ପହଞ୍ଚିଲେ। ସେମାନଙ୍କର ସ୍ନେହଭରା ଅଭ୍ୟର୍ଥନାରେ ଭାବବିହ୍ୱଳ ହୋଇଗଲେ ବ୍ୟକ୍ତି ଜଣକ ଏବଂ ତାଙ୍କର ପରିବାରବର୍ଗ। ତା ସହିତ ସାକ୍ଷାତ ହୋଇଥିବା ଅନ୍ୟ ପିଲାଦିନର ବନ୍ଧୁଙ୍କ ସହିତ ଯାହା କଥା ହେଇଥିଲା ବା ତାଙ୍କର ଯେଉଁ ଅନୁରୋଧର କଥାକୁ କହି ବସିଲେ। ଏହା ଶୁଣି ପ୍ରଥମ ବନ୍ଧୁ ଜଣକ କହିଲେ, ତୁମେ ତାଙ୍କ ପାଖକୁ କାଲି ନିଶ୍ଚୟ ଯାଅ। ଯେହେତୁ ସେ ଉଚ୍ଚପଦସ୍ଥ ଅଧିକାରୀ ଅଛନ୍ତି, କାଳେ ସେ ମନ ଊଣା କରିବେ। ତୁମର ଯେତିକି ସମୟ ରହିବା ପାଇଁ ଇଚ୍ଛା ହେବ ତାଙ୍କ ପାଖରେ ରହିବ, ତାପରେ ସିଧା ଆମ ଘରକୁ ସପରିବାରେ ଚାଲି ଆସିବ। ବ୍ୟକ୍ତି ଜଣକ ଗଲେ ଦ୍ୱିତୀୟ ବନ୍ଧୁଙ୍କ ଘରକୁ। ବନ୍ଧୁ ସ୍ୱାଗତ କଲେ। ବନ୍ଧୁ ପତ୍ନୀ ସ୍ୱାଦିଷ୍ଟ ଭୋଜନ ଆଦି ପ୍ରସ୍ତୁତ କରାଇବା ପାଇଁ ତାଙ୍କ ରୋଷେଇଆକୁ ବରାଦ କରିଦେଲେ ଏବଂ ଖାଇବା ପିଇବାରେ ଆପ୍ୟାୟିତ କରାଇଲେ। କିନ୍ତୁ ତାଙ୍କର ହାବଭାବ, କଥାବାର୍ତ୍ତାରେ ଅହଙ୍କାର ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା, ଆନ୍ତରିକତା କମ୍ ଥିଲା। ଗୋଟିଏ ଦିନର ରହଣି ଭିତରେ ବ୍ୟକ୍ତି ଜଣକ ଏବଂ ତାଙ୍କର ପରିବାର ଅଣନିଶ୍ୱାସୀ ହୋଇପଡ଼ିଲେ। ପରଦିନ ସକାଳୁ ସେମାନେ ପ୍ରଥମ ବନ୍ଧୁଙ୍କ ଘରକୁ ପଳେଇ ଆସିଲେ। ପ୍ରଥମ ବନ୍ଧୁ ଯେହେତୁ ପୂର୍ବରୁ ଜାଣିଥିଲେ ଦ୍ୱିତୀୟ ବନ୍ଧୁଙ୍କର ବ୍ୟବହାର ବିଷୟରେ, ତେଣୁ ରାତି ସାରା ଉଭୟ ପତି ପତ୍ନୀଙ୍କୁ ମଧ୍ୟ ନିଦ୍ରା ଠିକ୍ ଭାବରେ ହେଇନଥିଲା। ଚିନ୍ତିତ ଥିଲେ ଆମର ବନ୍ଧୁଙ୍କୁ ଏ କିପରି ବ୍ୟବହାର କରିଥିବେ। ବନ୍ଧୁଙ୍କ ପତ୍ନୀଙ୍କୁ କହିଲେ,
ଆରେ ତୁରନ୍ତ ତାଙ୍କ ପାଇଁ କିଛି ବ୍ୟବସ୍ଥା କର ଖାଇବା ପାଇଁ। ପତ୍ନୀ କହିଲେ, ଏହା ମୁଁ ପୂର୍ବରୁ ପ୍ରସ୍ତୁତ କରିସାରିଛି। ସମସ୍ତେ ଅତି ଆଦରରେ ଦୁଇ ପରିବାରର ସଦସ୍ୟମାନେ ଏକାଠି ତଳେ ବିଛଣା ବିଛେଇ ଦହି ପଖାଳ, ବଡ଼ିଚୁରା, ଶାଗ ଭଜା ଆଦି ଆନନ୍ଦରେ ବସି ଖାଇଲେ। ବିଭିନ୍ନ ବିଷୟରେ ଆଲୋଚନା କରି ଖୁସିରେ କିଛି ଦିନ ବିତେଇ ଚାଲିଲେ। ତାପରେ ସ୍ୱଗୃହକୁ ବ୍ୟକ୍ତି ଜଣକ ପରିବାର ସହିତ ପ୍ରତ୍ୟାବର୍ତ୍ତନ କଲେ। କହିବା ବାହୁଲ୍ୟ, ଲୋକ 56 ପ୍ରକାର ଭୋଜନ ଖାଇ ସନ୍ତୁଷ୍ଟ ରହୁନାହାନ୍ତି, କିନ୍ତୁ କେହି ପୁଣି ଶାଗ ପଖାଳ ଖାଇ ଅତି ଆନନ୍ଦରେ ରହୁଛନ୍ତି। ତାକୁ ହିଁ କୁହାଯାଏ ପ୍ରକୃତରେ ସଂସାର, ସୁଖର ସଂସାର। ଯେଉଁଠାରେ ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଅଛି, ସେଠାରେ ସାଧାରଣ ଖାଦ୍ୟ ମଧ୍ୟ 56 ଭୋଗ ଭଳି ଅନୁଭବ ହୋଇଥାଏ। ଆନ୍ତରିକତା ବିହୀନ ବ୍ୟବହାର ଥିଲେ 56 ଭୋଗ ମଧ୍ୟ ତୁଚ୍ଛ ମନେ ହୁଏ। ସେହିଭଳି ଦୁନିଆରେ ବର୍ତ୍ତମାନ ଭଗବାନଙ୍କୁ ବିଭିନ୍ନ ରୂପରେ, କିଏ କେଉଁ ରୂପରେ ତ କିଏ କେଉଁ ରୂପରେ ଡାକୁଛନ୍ତି। ବିଭିନ୍ନ ପୂଜାପାଠ, ବ୍ରତ, ଉପାସନା ମଧ୍ୟ କରୁଛନ୍ତି। ପରନ୍ତୁ କେବଳ ବିଧି ପ୍ରମାଣ ବା ପ୍ରଥା ପରମ୍ପରା ଅନୁଯାୟୀ ଆନ୍ତରିକତାର ସହକାରେ ସବୁକିଛିକୁ ବୁଝି ଉଚିତ ଭାବରେ କରୁନାହାନ୍ତି। ଯଦି ଏହାକୁ ଠିକ୍ ଭାବରେ ବୁଝି, ଅର୍ଥାତ୍ ଭଗବାନ ଯିଏ ଯେପରି ଠିକ୍ ସେହିଭଳି ଭାବରେ ମନେ ପକାଇ କରିବା, ଏହା ହିଁ ହେଉଛି ବାସ୍ତବିକ ବ୍ରତ ବା ପୂଜା। ଏହାଦ୍ୱାରା ସର୍ବ ମନୋକାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। ଭଗବାନ କହୁଛନ୍ତି, ତୁମର ଶୁଦ୍ଧ ନିଶା ରହିବା ଦରକାର ଯେ ଆମେ ଶ୍ରୀମତ ଆଧାରରେ ନିଜର ହିଁ ଶରୀର, ତନ, ଧନ ଦ୍ୱାରା ବିଶେଷ କରି ଭାରତକୁ, ସାଧାରଣ ଭାବରେ ସାରା ବିଶ୍ୱକୁ ସ୍ୱର୍ଗ କରିବାର ସେବା କରୁଛୁ, ତନ, ମନ ଏବଂ ଧନ ଦ୍ୱାରା। ଶିବ ବାବା କହୁଛନ୍ତି, ତୁମମାନଙ୍କ ମଧ୍ୟରେ ବି ସବୁଠାରୁ ଅଧିକ ସୌଭାଗ୍ୟଶାଳୀ ତାକୁ କୁହାଯିବ ଯେଉଁମାନେ ଜ୍ଞାନକୁ ଭଲ ଭାବରେ ଧାରଣ କରିଥାନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଧାରଣା କରିଥାନ୍ତି। ତୁମ ଭାରତବାସୀ ପିଲାମାନଙ୍କର ଅହୋ ସୌଭାଗ୍ୟ, ଯାହାଙ୍କୁ ସ୍ୱୟଂ ନିରାକାର ଭଗବାନ ଆସି ସହଜ ରାଜଯୋଗ ଶିଖାଉଛନ୍ତି। ତୁମେମାନେ ସଚ୍ଚା ବ୍ରହ୍ମାମୁଖ ବଂଶାବଳୀ ସଙ୍ଗମ ଯୁଗୀ ବ୍ରାହ୍ମଣ ହୋଇଛ। ତୁମର ଏହି ବ୍ରାହ୍ମଣ ପରିବାର ଧୀରେ ଧୀରେ ବଢ଼ି ଚାଲିବ। ତେଣୁ ତୁମକୁ ପ୍ରତ୍ୟେକ ଘରକୁ ସ୍ୱର୍ଗ କରିବାର ସେବା କରିବା ଦରକାର। ବର୍ତ୍ତମାନ ଏହି ପୁରୁଣା ଦୁନିଆ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇ ନୂତନ ସତ୍ୟଯୁଗୀ ସ୍ୱର୍ଗ ଦୁନିଆରେ ପରିଣତ ହେଉଛି। ତେଣୁ ସେହି ଦୁନିଆକୁ ଯିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଉପଯୁକ୍ତ କରାଇବା ପାଇଁ ବା ସମ୍ପୂର୍ଣ୍ଣ ହେବା ପାଇଁ ଯୋଗର ଯାତ୍ରାରେ ରହିବା ନିହାତି ଆବଶ୍ୟକ। ନିଜକୁ ନିରାକାର ଜ୍ୟୋତିର୍ବିନ୍ଦୁ ଆତ୍ମା ମନେ କରି ନିରାକାର ପରମାତ୍ମା ଜ୍ୟୋତିର୍ବିନ୍ଦୁଙ୍କୁ ମନେ ପକାଇ ଚାଲିବା ଦରକାର। ନିଜର ଚାଲିଚଳଣିକୁ ଉତ୍ତମ କରିବାକୁ ହେବ। ସଭ୍ୟତାର ସହିତ ବ୍ୟବହାର କରିବାକୁ ହେବ। ବହୁତ କମ୍, ଧୀରେ ଏବଂ ମିଠା କହିବା ଆବଶ୍ୟକ। କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ କୌଣସି କଥାରେ ସଂଶୟ ବୁଦ୍ଧି ହେବା ଉଚିତ ନୁହେଁ। ଭାରତକୁ ସ୍ୱର୍ଗ କରିବାର ସେବାରେ ନିଜର ସବୁକିଛି ସଫଳ କରିବାକୁ ହେବ। ଶିବ ବାବାଙ୍କ ଉପରେ ପୁରା ବଳି ଚଢ଼ିବାକୁ ବା ସମର୍ପିତ ହେବାକୁ ହିଁ ପଡ଼ିବ। ଶିବ ବାବା କହୁଛନ୍ତି, ସର୍ବ ସମ୍ପତ୍ତିକୁ
ବିଧିପୂର୍ବକ ଜମା କରି ସମ୍ପୂର୍ଣ୍ଣତାକୁ ପ୍ରାପ୍ତ କରୁଥିବା ସିଦ୍ଧି ସ୍ୱରୂପ ଆତ୍ମା ହୁଅ। ସେଗୁଡ଼ିକୁ ନିଜ ପ୍ରତି ଏବଂ ଅନ୍ୟମାନଙ୍କ ପ୍ରତି ଶୁଭ ମନୋବୃତ୍ତିର ସହିତ କାର୍ଯ୍ୟରେ ଲଗାଅ। ତାହେଲେ ସମ୍ପୂର୍ଣ୍ଣତା ରୂପୀ ସିଦ୍ଧିକୁ ପ୍ରାପ୍ତ କରି ସିଦ୍ଧି ସ୍ୱରୂପ ହୋଇଯିବ। ଯଦି ପରମାତ୍ମାଙ୍କର ସ୍ନେହର ଅନୁଭବ ଥିବ, ତେବେ କୌଣସି ବି ବାଧା ତୁମକୁ ଅଟକାଇ ପାରିବ ନାହିଁ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।